ଉପକୂଳ ସମାଚାର ଆଜିର ବିଶେଷ ଖବର ଉପସ୍ଥାପକ ଶେଖର ଦାସ। ଆଜି ବିରାଜିବେ ବିଘ୍ନବିନାଶନ ଶ୍ରୀଗଣେଶ ଅଙ୍କ ପୂଜା ଆରମ୍ଭ। ବିଭିନ୍ନ ପୂଜା କମିଟି ପକ୍ଷରୁ ପୂଜା ଅନୁଷ୍ଠିତ ହୋଇଯାଇଛି। ରାଜଧାନୀରେ 765 ଡେଙ୍ଗୁ ରୋଗୀ, 5 ସ୍ଥାନରେ ସଂଖ୍ୟା 40 ଉପରେ। ଓଡ଼ିଶା ସରକାର ପୂରଣ କରିବେ ରୁ ଅଧିକ କନଷ୍ଟେବଳ ପଦବୀ। ଓଡ଼ିଆରେ ହେବ ପରୀକ୍ଷା, ଲାଇନ୍ ମାଧ୍ୟମରେ କରନ୍ତୁ ଆବେଦନ। ଖୋର୍ଦ୍ଧା ଇନ୍ଫୋଭ୍ୟାଲିରେ 600 କୋଟି ଟଙ୍କା ବିନିଯୋଗରେ ଖୋଲିବ ପାୱାର ଇଲେକ୍ଟ୍ରୋନିକ, ମିଳିବ 500 କର୍ମଚାରୀଙ୍କୁ ନିଯୁକ୍ତି। ଜଳ କର ଦେଇ ନାହାନ୍ତି 8 କମ୍ପାନୀ, 657-34 କୋଟି ଟଙ୍କା ଅଛି ବକେୟା। ସୁଭଦ୍ରା ଯୋଜନା ଆବେଦନ ବେଳେ ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜିଠୁ ବଢ଼ିବ ବର୍ଷାର ପରିମାଣ। 21 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, 10 ତାରିଖ ଯାଏଁ ଲାଗି ରହିବ ବର୍ଷା। 9ରୁ ଭିତରକନିକାରେ ଆରମ୍ଭ ହେବ ଦେଶୀୟ ପକ୍ଷୀ ଗଣନା। ରାଜଧାନୀରେ ମାତିଛନ୍ତି ଜମି ଜବରଦଖଲକାରୀ, 3 ଜଣଙ୍କୁ ବାନ୍ଧିଲା କମିଶନରେଟ ପୋଲିସ। କଳାହାଣ୍ଡିରେ ଲାଞ୍ଚୁଆ ପ୍ରଧାନ ଶିକ୍ଷକ ନବୀନ କୁମାର ସାହୁ ଗିରଫ, ଆଡମିସନ ବାବଦକୁ 10,000 ଟଙ୍କା ନେବା ବେଳେ ଧରାପଡ଼ିଲେ। ନୂଆପଡ଼ାର ଜବାହାର ନବୋଦୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଘଟଣା, 9 ଛାତ୍ରଛାତ୍ରୀ ନିଲମ୍ବିତ। ଭିଜିଲାନ୍ସ ଜାଲରେ ଜେଲ୍ ବାବୁ ସତ୍ୟ ପ୍ରକାଶ ସ୍ପାଏ, ଠାବ ହେଲାଣି 4 ଦାମୀ ଟ୍ରକ୍, ରାଜଧାନୀରେ 4 ମହଲା କୋଠା।